ଜୟ ଜଗନ୍ନାଥ। ଆଜି ଭଲ କଥା ଭାଇ ମନେ ରଖିଥାଅ। ଆଜି ଆଲୋଚନା କରିବା ତାଳ ଘୋଟିବ ମୋରି। ପଦ ମନେ ପଡେ। ମହାପୁରୁଷ କହିଥିଲେ କଳି ଥିବ ବାବୁ ହୋଇବ ସତ୍ୟ କେହି ନ ପାଇବେ ତାର। କଳିଯୁଗ ଥିବ, ସତ୍ୟ ପ୍ରବେଶ କରିଯିବ, କେହି ତାର ଅନ୍ତ ଜାଣିପାରିବେ ନାହିଁ। ସେମିତି ତାଳ ପୁରୁଷ କଣ ହବ? ଜଗତକୁ ହାରିଯିବ, ଜଗତରେ ପରିବେଷ୍ଟିତ ହୋଇଯିବ। ତାଳ ପୁରୁଷ ଯେତେବେଳେ ଜଗତ ବ୍ୟାପିଯିବ, ମନେ ରଖିଥାଅ, ସେ ସମୟରେ ମଣିଷର ନିଜସ୍ୱ କିଛି ରହିବ ନାହିଁ। ଯେମିତି ଦ୍ୱାପର ଯୁଗରେ କାଦମ୍ବରୀ ରସ ଖାଇ, ବୁଝି ହଉଛି ନା, ଯାଦବ ମାନେ କଣ ହେଲେ? ବାଗେଳା ହେଇଗଲେ। କିଏ ବାପା କିଏ, ଭାଇ କିଏ, ବନ୍ଧୁ କିଏ, ଦାଦା କିଏ, ଖୁଡି କିଏ, କିଛି ଆଉ ମୁଣ୍ଡରେ ତାଙ୍କ ପଶିଲା ନାହିଁ। ପୁରୁଷ ଯୋଉ କୋକୁଆ ଉପଖ୍ୟାନା କହିଦେଲେ, କୋକୁଆ ହଉଛି କୋକୁଆ ହଉଛି। ଇଏ କାଦମ୍ବରୀ ରସ ଖାଇ କଣ ହେଲେ? ବାଡିଆ ପିଟା ହେଇକି ଯେମିତି ମଲେ। ସେମିତି ଗୋଟେ କାଳ ପୁରୁଷ ଖୁବ ନିକଟରେ ଆଉ 2-3 ମାସ ରହିଲା, ସମସ୍ତଙ୍କ ଦେହରେ ପ୍ରବେଶ କରିବ। ଯେମିତି ଅରୁଣାସୁରକୁ ବଧ କଲା ପରେ ସ୍ୱାର୍ଥ ରୂପକ ରାକ୍ଷସକୁ ଶୁକ୍ରାଚାର୍ଯ୍ୟ ଜାତ କଲେ, କଳିରେ ତାକୁ ପଠେଇଲେ, କହିଲେ ତୁ ଯା। ତାକୁ ରଖିଲେ ସତ୍ୟ ଯୁଗରେ, କହିଲେ ଆର ରାଜୁତି ହବ କଳି ଯୁଗରେ। ସେ ସମସ୍ତ ଦେହରେ ବର୍ତ୍ତମାନ କରୁଛି ସ୍ୱାର୍ଥ ରୂପକ ରାକ୍ଷସ ସମସ୍ତେ କଣ ହେଇଛି? ଗ୍ରାସି ଯାଇଛି। କୌଣସି ବ୍ୟକ୍ତି ସ୍ୱାର୍ଥକୁ ଛାଡ଼ିଲାଣି ଆମକୁ କହିଲ ନା? ସେ ଯେତେ ବଡ ଜ୍ଞାନୀ ହଉ, କିଏ ଛାଡୁଛି ନା? ଛାଡିବ। କାରଣ ଯଦି ପ୍ରକୃତରେ ଗୁରୁ କୃପା ଯାହା ପରେ ଥିବ, ତାକୁ ସ୍ୱାର୍ଥ ବୋଲି ଗୋଟେ ଜିନିଷ ପ୍ରବେଶ କରିବ। ଜ୍ଞାନ କହୁଥିବା, ସ୍ୱାର୍ଥରେ ବୁଡି ରହୁଥିବା, ମନେ ରଖିଥାଅ ସେଇଟା ମହାପାପୀ। କାରଣ ସେ ଜ୍ଞାନ କହିଲେ ମଧ୍ୟ ମହାପାପୀ। କାରଣ ସ୍ୱାର୍ଥ ବୋଲି ଗୋଟେ ରାକ୍ଷସ ଅଛି। ଶୁକ୍ରାଚାର୍ଯ୍ୟଙ୍କ ଯଜ୍ଞକୁଣ୍ଡରେ ଜାତ ହେଇଥିଲା, ସେ ବର ପାଇଛି। କଳି ଯୁଗରେ ଅନ୍ତିମ ପର୍ଯ୍ୟାୟରେ ସମସ୍ତଙ୍କ ଦେହରେ ପ୍ରବେଶ କରିବେ। ସେ ଯେମିତି ପ୍ରବେଶ କରୁଛି, ସେମିତି କାଳ ପୁରୁଷ ମଧ୍ୟ ଖୁବ ନିକଟରେ ସମସ୍ତଙ୍କ ଦେହରେ ପ୍ରବେଶ କରିବ। ଏଥିରୁ କରିବାକୁ ଯେତିକି ହବ, କେବଳ ଯାହା ପରେ ପ୍ରଭୁଙ୍କର ଯଦି କୃପା ଥିବ ବା ଗୁରୁ କୃପା ଯଦି ପ୍ରତ୍ୟକ୍ଷରେ ଥିବ, ତାଙ୍କୁ ଛୁଇଁବ ନାହିଁ। ଯୋଉମାନେ ଗଡବଡିଆ ଥିବେ, ସମସ୍ତଙ୍କ ଦେହରେ ପରିବେଶିତ ହେଇଯିବେ। ଯାହା ଫଳରେ କାଳ ପୁରୁଷ ଯେତେବେଳେ ପ୍ରବେଶ କରିଯିବ, କେହି କାହାକୁ ଚିହ୍ନିବେ ନାହିଁ କି କେହି କାହାକୁ ମାନିବେ ନାହିଁ। ପରସ୍ପର ଯେମିତି ଯାଦବ ମାନେ ବାଡିଆ ପିଟା ହେଇକି ମଝିରେ ଯଦୁବଂଶ ବଞ୍ଚଉଥିଲା, ସେମିତି ହବ। କେବେ ହବ? କୋଉ ମାସରେ ହବ? କୋଉ ତିଥିରେ କାଳ ପୁରୁଷ ମର୍ତ୍ତ୍ୟ ମଣ୍ଡଳରେ ପ୍ରବେଶ କରିବ, ମହାପୁରୁଷ କରୁଛନ୍ତି। କିନ୍ତୁ ଜଗତ ବ୍ୟାପୀ କେହି ଜାଣିପାରିବେ, କେବଳ ଚେତୁଆ ଭକ୍ତ ମାନେ ଜାଣିବେ। ଇଏ କହିବା ଓଲିଆ କାଲୁଆ ଯେତିକ, ଇଏ କିଛି ଜାଣିପାରିବେନି। ଇଏ ସେଇ କାଳର ପ୍ରଥମ ଆମେ କହିଛୁ, କାଳର କରାଳରେ ସମସ୍ତେ ବିନାଶ। ସ୍ୱାର୍ଥଟାକୁ ତ୍ୟାଗ କରିନାହାନ୍ତି। ଯେ ସ୍ୱାର୍ଥ ତ୍ୟାଗ ନ କରୁଛି, ତାକୁ ବେଶୀ କାଳ ଘୋଡେଇ ଖାଇବ। ସମୟ ଖୁବ ନିକଟ। ଅଗଷ୍ଟ ମାସ 14 ତାରିଖ 2025 ମସିହା ଅଗଷ୍ଟ 14 ତାରିଖ ଦିନ କାଳ ପୁରୁଷ ମର୍ତ୍ତ୍ୟ ମଣ୍ଡଳକୁ ପ୍ରବେଶ କରିବ ବୋଲି ମହାପୁରୁଷ ନିଗମ କଳ୍ପରେ କଣ କରୁଛନ୍ତି? ପ୍ରମାଣ ଦେଇଛନ୍ତି। ସମୟ ଖୁବ ନିକଟ। କଣ ମହାପୁରୁଷ କହୁଛନ୍ତି? କହନ୍ତି ଅଚ୍ୟୁତ ଶୁଣରେ ବୀର, ଭାଦ୍ରବ ବୃହସ୍ପତି ଆସର, କୃଷ୍ଣ ପକ୍ଷ ରେବ 3 ନ ଭୋଗ, ତାଳ ଘୋଟିବ ଏମହି ଶୁଭ ଯୋଗ। 26 ଅଙ୍କ ଭୋଗ ହେଉଥିବ, 2.5 ବରଷ ମହି କମ୍ପମାନ ହେବ। ଅକାଳ ପଡିବ ସାରା ଜଗତ, ହେତୁ ରଖିଥିବ ବରଦ ସୁତ। କହନ୍ତି ଅଚ୍ୟୁତ ଶୁଣରେ ବୀର। ବୀର ବୋଲନ୍ତି ଯେ ରାମଚନ୍ଦ୍ରକୁ ସ୍ୱତନ୍ତ୍ର କହୁଛନ୍ତି ହେଲା। 12 ପୋଇ କହିଥିଲେ ଦ୍ୱାଦଶ ଗୋପାଳ ଦେଇଥାନ୍ତି।
ଏଠି ବେଶୀ ଭଲ ପାଆନ୍ତି ନା ପଛ ଶିଷ୍ୟ ଥିଲେ କିଏ ରାମଦାସ, ତେଣୁ ତାଙ୍କୁ କହିଲେ କହନ୍ତି ଅଚ୍ୟୁତ ଶୁଣରେ ବୀର, ହେ ରାମ ତୁ ଶୁଣୁ, ଭାଦ୍ରବ ବୃହସ୍ପତି ବାସର, ଭାଦ୍ରବ ମାସ ଗୁରୁବାରର ବର୍ଷ, କୃଷ୍ଣ ପକ୍ଷ ରେବତୀ ମିନ ଭୋଗ, କୃଷ୍ଣ ପକ୍ଷ ହେଇଥିବ, ଗୁରୁବାର ହେଇଥିବ, ରେବତୀ ମିନ ନକ୍ଷତ୍ର ଚାଲୁଛି ହେଲା। କାଳ ଘଟିବ ଏହି ଶୁଭ ଯୁଗ, ଏଇ ଶୁଭ ବେଳାରେ ମହାପୁରୁଷ କହୁଛନ୍ତି ଏଇ ଶୁଭ ବେଳାରେ କାଳ ସୁଆର୍ଥ ପୁରୁଷ ତ ଆଗରୁ ପଳେଇ ଆସିଥିଲା, କାଳ ପୁରୁଷ ମର୍ତ୍ତ୍ୟ ମଣ୍ଡଳରେ ପ୍ରବେଶ କରିବ। 26 ଅଙ୍କ ଭୋଗ ହେଉଥିବ, କଳି କଲ୍ୟାଣ କେତେ ବର୍ତ୍ତମାନ 5126 ହେଲେ 26 ଅଙ୍କ ଭୋଗ ହଉଥିବ, 2.5 ବର୍ଷ ମହି କମ୍ପମାନ ହେବ, ବୋଲେ ସେଇଠୁ 2.5 ବର୍ଷ ମହି କଣ ହବ କମ୍ପମାନ ହେବ, ଅକାଳ ପଡିବ ସାରା ଜଗତ, ଜଗତରେ କଣ ଅକାଳ ହବ, ଦୁର୍ଭିକ୍ଷ ହବ, ମରୁଡି ହବ, ରୋଗ ହବ, ବାଡିଆ ପିଟାରେ ମରିବେ, ଏମିତି ସବୁ କଣ ହେଇଯିବ ଅକାଳ ପଡିଯିବ। ଅକାଳ ପଡିଲେ ମାନେ କଣ ହଉଛି, ମାନେ ଉଶୃଙ୍ଖଳା ମହି ହେଇଯିବ, ଅରାଜକ ମହି ହେଇଯିବ, କେହି କାହାକୁ ରଖିପାରିବେ ନାହିଁ, ହେତୁ ରଖିଥିବୁ ବର ଦୂଷିତ, ହେ ରାମ ତୁ ଏ କଥାଟାକୁ ମନେ ରଖି। ଏଠି କହିଲେ 26 ଅଙ୍କ, ଏଠି କଣ କହିଲେ ନିଗମ କଳ୍ପରେ କହିଲେ 26 ଅଙ୍କ, ଗରୁଡ କଳ୍ପରେ କଣ କହିଲେ ବାଣ ରେବ ବିଂଶ ଅଙ୍କ ପ୍ରମାଣ, କାଳ ଘୋଟିବ ଜି ମହିମଣ୍ଡଳ, ବାଣ ହେଲା 5, ରେବ ହେଲା 27, ବିଂଶ ହେଲା 20, ମିଶି କେତେ ହେଲା 52, 52 ଅଙ୍କ ଚାଲିନି, 52 ଅଙ୍କ ଚାଲିଛି ତାର ଅନନ୍ତ ମାଧବଙ୍କର। ଆଉ ଗୋଟେ ମନରେ ଅନନ୍ତ ମାଧବ ଯାଜପୁରରେ ଆବିର୍ଭୂତ ହେବେ ନାହିଁ, ଠାକୁରଙ୍କର ଅନନ୍ତ କେଶରୀ ଲଲାଟ କେଶରୀଙ୍କର ଆବିର୍ଭୂତ ବିରଜା ମଣ୍ଡଳରେ, ଯାଜପୁର କଥା ନୁହଁ ବିରଜା ମଣ୍ଡଳରେ, କିନ୍ତୁ ଅନନ୍ତ ମାଧବ ଯିଏ ବିରଜା ମଣ୍ଡଳରେ ଆବିର୍ଭୂତ ନୁହଁ। ବୁଝିପାରୁଛ ନା ବୁଝିପାରୁଛ, ସେ କହିଲେ ବାଣ ରେବ ବିଂଶ ଅଙ୍କ ପ୍ରମାଣ, କେତେ ହେଲା 52 ଅଙ୍କ, କାଳ ଘୋଟିଯିବ ଏ ମହିମଣ୍ଡଳ, ତେଣୁ କାଳ ପୁରୁଷ କଣ ହେଇଯିବ ମହିମଣ୍ଡଳ ଘୋଟିବେ, ଏକା କଥା। 52 ଅଙ୍କ ଯିଏ ଯୋଉ ବର୍ଷ, 26 ଅଙ୍କ ମଧ୍ୟ ସେଇ ବର୍ଷ, ତମେ ଦେଖ କ୍ୟାଲେଣ୍ଡର, ଦେଖ ଭାଦ୍ର ମାସ ଗୁରୁବାରେ କୃଷ୍ଣ ପକ୍ଷ ରେବତୀ ମିନ ଭୋଗ ପଡୁଛି ହେଲା। ଓକେ, ତେଣୁ ମହାପୁରୁଷ କେତେ ଆଗରୁ କହିଥିଲେ, ଆମେ ମିଛରେ କହୁନା, କାଚ କାଚ ମଣି ମଣି କାର୍ଯ୍ୟ ବେଳେ ଧର୍ମ ଆଗରେ କେତେ ଦିନ ଲୁଚିକି ରହିବ, ଗୋଟାଏ କଥା ମିଛ କହିବାକୁ ହେଲେ 50 ମିଛ କହିବାକୁ ପଡିବ, ଯେତେ ମିଛ କହ ସେ ଦିନେ ନା ଦିନେ ସତରେ ପରିପ୍ରକାଶ ନା ନାଇଁ। ସେଥିପାଇଁ ଠାକୁର ଅଭିରାମ ପରଶ କୁହନ୍ତି ବେଳ ତ ହେଲାଣି ନିକଟ, ବେଦ ଡାହାଣୀ ଯୁଗ ରଥ, ସମୟ ଖୁବ ଘଡିଛନ୍ତି ଏବଂ ବଛା ବଛି ବେଳ ଆରମ୍ଭ ହେଇଗଲାଣି, ତେଣୁ କାଚ କାଚ ମଣି ମଣି କାର୍ଯ୍ୟ ବେଳେ ଜଣାଯାଏ। ଜୟ ଜଗନ୍ନାଥ, ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଗୋଲ ଆନନ୍ଦେ କବାର ହରି।